ଏକ ଛୋଟ ସେଫ୍ଟି ମିଷ୍ଟେକ୍ ମଧ୍ୟ ଗୋଟେ ବଡ଼ ଦୁର୍ଘଟଣା କରିପାରେ। ତେଣୁ ସେଫ୍ଟି ବୁଝିବା ଅତ୍ୟନ୍ତ ଜରୁରୀ। ନମସ୍କାର, ଇଲେକ୍ଟ୍ରୋ ବ୍ରେନ୍ ହ୍ୟୁବ୍ ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ଆଜି ଆମେ ସେଫ୍ଟି ରୁଲ୍, ସେଫ୍ଟି ସାଇନ୍ସ ଓ ହାଜାର୍ଡ ବିଷୟରେ ଜାଣିବା। ଚାଲନ୍ତୁ ପ୍ରଥମେ ସେଫ୍ଟି ରୁଲ୍କୁ ବୁଝିବା। ସେଫ୍ଟି consciousness is one of the essential attitude required for any job. କାମ କରିବା ସମୟରେ ସେଫ୍ଟି ସଚେତନ ହେବା ଏକ ଦରକାରୀ ଅଭ୍ୟାସ। ଏହି ଅଭ୍ୟାସ ନଥିଲେ ଦୁର୍ଘଟଣା ହେବାର ସମ୍ଭାବନା ବଢ଼ିଥାଏ। A skilled electrician should form safe working habit. ଏକ ଦକ୍ଷ ଇଲେକ୍ଟ୍ରିସିଆନକୁ ସୁରକ୍ଷିତ କାମ ଆଦତ ଗଠନ କରିବା ଉଚିତ। ଏହା ଫଳରେ ଦୁର୍ଘଟଣା କମେ ଏବଂ ନିରାପଦ ବଢ଼ିଥାଏ। ସେଫ୍ ୱାର୍କିଂ ହାବିଟ୍ ସେଭ୍ ମେନ୍, ମନି ଆଣ୍ଡ ମେଟେରିଆଲ। ସୁରକ୍ଷିତ ଭାବରେ କାମ କଲେ ମଣିଷ, ଟଙ୍କା ଓ ସାମଗ୍ରୀ ସବୁ ବଞ୍ଚିଥାଏ। ତେଣୁ ସୁରକ୍ଷିତ ଭାବରେ କାମ କରିବା। ଅନସେଫ୍ ୱାର୍କିଂ ହାବିଟ୍ କଜ୍ ଲସ୍ ଅଫ୍ ପ୍ରଡକ୍ସନ୍, ଇଞ୍ଜୁରି ଆଣ୍ଡ ଡେଥ୍। ଅସୁରକ୍ଷିତ ଭାବରେ କାମ କରିବାର ଅଭ୍ୟାସ ପ୍ରଡକ୍ସନ୍ ଲସ୍ ହେବ ଏବଂ ଡେଥ୍ ବି ହୋଇପାରେ। ତେଣୁ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଯିବେ ସେ ସମୟରେ ସୁରକ୍ଷିତ ହେବା ନିହାତି ଆବଶ୍ୟକ। ଇଲେକ୍ଟ୍ରିସିଟି ଇଜ୍ ଏ ଗୁଡ୍ ସର୍ଭାଣ୍ଟ ବଟ୍ ଏ ବ୍ୟାଡ୍ ମାଷ୍ଟର। ବିଦ୍ୟୁତ୍ ଏକ ଭଲ ଦାସ କିନ୍ତୁ ଗୋଟେ ଖରାପ ମାଲିକ। ଯଦି ଠିକ୍ ଭାବରେ ବ୍ୟବହାର କରିଲେ ଉପକାରୀ, ନହେଲେ ଖତମ। ଓନ୍ଲି କ୍ୱାଲିଫାଏଡ୍ ପର୍ସନ୍ ସୁଡ୍ ଡୁ ଇଲେକ୍ଟ୍ରିକାଲ ୱାର୍କ। କେବଳ ଯୋଗ୍ୟ ବ୍ୟକ୍ତିମାନେ ହିଁ ଇଲେକ୍ଟ୍ରିକ୍ କାମ କରିବା ଉଚିତ। ଡୁ ନଟ୍ ୱାର୍କ ଅନ୍ ଲାଇଭ୍ ସର୍କିଟ୍। ଚାଲୁ ସର୍କିଟ୍ରେ କେବେ ବି କାମ କରିବେ ନାହିଁ। ଯେତେବେଳେ କାମ କରିବେ କରେଣ୍ଟକୁ ଅଫ୍ କରିକି କାମ କରିପାରିବେ। ୟୁଜ୍ ହୁଡେନ୍ ଅର୍ PVC ହ୍ୟାଣ୍ଡେଲ୍ ସ୍କ୍ରୁଡ୍ରାଇଭର। କାଠ କିମ୍ବା ଇନ୍ସୁଲେଟେଡ୍ ସ୍କ୍ରୁଡ୍ରାଇଭର ବ୍ୟବହାର କରିବା, ଯାହାଫଳରେ କି ବିଦ୍ୟୁତ୍ ପ୍ରଭାବ କରିପାରିବ ନାହିଁ। ରିପ୍ଲେସ୍ ଅର୍ ରିମୁଭ୍ ଫ୍ୟୁଜେସ୍ ଓନ୍ଲି ଆଫ୍ଟର ସୁଇଚିଂ ଅଫ୍। ସୁଇଚ୍ ବନ୍ଦ କଲା ପରେ ହିଁ ଫ୍ୟୁଜ୍ଟାକୁ ବଦଳାଇବେ। ଅଲୱେଜ୍ ୟୁଜ୍ ସେଫ୍ଟି ବେଲ୍ଟ ହ୍ୱାଇଲ୍ ୱାର୍କିଂ ଅନ୍ ପୋଲ୍। ପୋଲ୍ ଉପରେ କାମ କଲାବେଳେ ସଦାବେଳେ ସେଫ୍ଟି ବେଲ୍ଟ ପିନ୍ଧିବା ନିହାତି ଆବଶ୍ୟକ। ଏବେ ଜାଣିବା ଟ୍ରିଟମେଣ୍ଟ। ଫାଷ୍ଟ, ଟର୍ନ ଅଫ୍ ଇଲେକ୍ଟ୍ରିସିଟି। ଯେତେବେଳେ ଜଣକୁ ଇଲେକ୍ଟ୍ରିସିଟି ଲାଗିଥିବ, ଫାଷ୍ଟ ଇଲେକ୍ଟ୍ରିସିଟିକୁ ଯାଇକି ବନ୍ଦ କରିବେ। ତାପରେ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିବେ। ଚେକ୍ ବ୍ରେଥିଂ। ଶ୍ୱାସ ନେଉଛି କି ନାହିଁ ଯାଞ୍ଚ କରିବେ। ଇଫ୍ ନଟ୍ ବ୍ରେଥିଂ, ଯଦି ଲୋକଟି ଶ୍ୱାସ ନେଇପାରୁନାହିଁ ତାହେଲେ CRP ବ୍ୟବସ୍ଥା କରିବା ପାଇଁ ପଡ଼ିବ। CRP କ'ଣ? ଯେତେବେଳେ କାହାର ଶ୍ୱାସ ବନ୍ଦ ହୋଇଯାଏ କିମ୍ବା ହୃଦୟ ଧକ କରିବା ବନ୍ଦ ହୋଇଯାଏ, ସେତେବେଳେ ତାଙ୍କୁ ବଞ୍ଚାଇବା ପାଇଁ ଯେଉଁ ଏମର୍ଜେନ୍ସି ପ୍ରକ୍ରିୟା ବ୍ୟବହାର କରାଯାଏ ତାକୁ CRP ବୋଲି କୁହାଯାଏ।